ମୁଁ ଦୀପୁ ସର ସେନାପତି ଦୀପୁ ସର କରିକି ଦୁର୍ଗା ମନ୍ଦିର ଭଦ୍ରକ ଦ୍ୱିତୀୟ ଯାତ୍ରାପାର୍ଟି ଯେଉଁ ଯାତ୍ରାପାର୍ଟିକୁ ନେଇକି ଆପଣ ଇଏ କରୁଛନ୍ତି କେତେ କ'ଣ ଆପଣଙ୍କର ଇଏ ମୋର ଗୋଟେ ବହୁତ ଦିନର ସ୍ୱପ୍ନ ଥିଲା ଯାତ୍ରାପାର୍ଟି ଗୋଟେ କରିବା କି ଭଦ୍ରକ ମାଟିର ଗୋଟେ ଗୌରବ ଆଣିବା। ଭଦ୍ରକ ମାଟିର ତ ସବୁବେଳେ ମୁଁ କାଳୀପୂଜାର ଯାତ୍ରା କରେ ଇଏ କରେ ସବୁବେଳେ ସେନାକି ମୋର ବହୁତ ଗୋଟେ ଇଚ୍ଛା ଥିଲା ଯାତ୍ରାପାର୍ଟି ଗୋଟେ କରିମି ପ୍ରଯୋଜକ ହେମି ସେ ଗୋଟେ ବହୁତ ସାକର ଜଗନ୍ନାଥ ତରଫରୁ ସନ୍ତୋଷୀ ମା ଅପରକରଣାରୁ ଆଜି ମୁଁ ସେହି ସୁଯୋଗତା ପାଇଛି ଏବଂ ସଞ୍ଜୟ କୁମାର ଦେବ ପ୍ରତିଷ୍ଠାତା ସିଏ ମୋ ଉପରେ ବହୁତ ଖୁସି ହେଇକି କରିକି ଯେକୌଣସି ଇଏ କରିକି ସେ ଆଜି ଆସିନାହାନ୍ତି ଆମ ଗ୍ରହଣରେ ନାହାନ୍ତି ନେକ୍ସଟ ଟାଇମ୍ ଆସିନି ଆମ ଗ୍ରହଣରେ ସଞ୍ଜୟ କୁମାର ଦେବ ପ୍ରତିଷ୍ଠାକୁ ସେ ସବୁ ବିଷୟରେ ତାକୁ ଆମେ କହିବୁ। ଆଉ ଦୁର୍ଗା ମନ୍ଦିର ଭଦ୍ରକର ହେବା ପତ୍ର ଦୁର୍ଗା ମନ୍ଦିର ଆଗକୁ ଆଗକୁ ଚାଲୁ ସବୁ ଠାରୁ ଯାତ୍ରା ଜଗତରେ ସବୁ ଠାରୁ ଆଗରେ ରହୁ ମୁଁ ଏତିକି କରିକି ଏଇଠି 1.5 ମାସ ଆଜ୍ଞା ଚାଲିବ 1.5 ମାସ ଚାଲିବ 3ଟା ନାଟକ କରିମୁ 3ଟା ନାଟକ କରିକି ଆଉ ଗୋଟେ ନାଟକ ଆମେ ଫିଲ୍ଡରେ ଆରମ୍ଭ କରିବୁ। ତଥାପି ଆମର ଅନୁମାନ ଅଗଷ୍ଟ ଲାଷ୍ଟକୁ ଆମେ ବାହାରିମୁ। ଯେଉଁ ଫିଲ୍ଡ ଚରମ୍ପାରେ ଦୀପୁ ଭାଇକୁ ସଦାବେଳେ ଡାକୁଥିଲେ ଟିକେଟ୍ ପାସ୍ ନେବା ପାଇଁ ଯାତ୍ରାର ଏବେ ସେଇ ଦୀପୁ ଭାଇ ଆସିଯାଇଛି ଏବେ ଖୋଲା ପେଣ୍ଡାଲ କରିଦେବି ଏବେ ଦୀପୁ ଭାଇ ଖୋଲା ପେଣ୍ଡାଲ ଗୋଟେ ଦିନ କରିଦେବ ଆପଣମାନେ ଯେତେ ଯାତ୍ରା ଦେଖିବେ ଆଉ କ'ଣ କଳାକାର ମାନେ ସମସ୍ତେ ଖୁସି ଅଛି ଦୁର୍ଗା ମନ୍ଦିର ପାଇଁ ସମସ୍ତଙ୍କର ଉତ୍କର୍ଷ ହେବ ନାଟକ ଭଲ ହେବ ସମସ୍ତେ ଦୃଷ୍ଟିରେ ରଖିଛନ୍ତି କଳାକାର ବେଶୀ କରି ସୁରେଶ ପଣ୍ଡା ନାଟକକୁ ନେଇକି କରିକି ଅଛନ୍ତି ସୁରେଶ ପଣ୍ଡା ଆମର ପରିଚାଳକ ରହିଛନ୍ତି ନାଟ୍ୟ ପରିଚାଳକ ସେ ଯାତ୍ରା 3 ଖଣ୍ଡ ନାଟକକୁ 4 ଖଣ୍ଡ ନାଟକକୁ ବହୁତ ଦୃଢ଼ ଆସଦ ଭଲ ନାଟକ ଦେବା ପାଇଁ ସବୁବେଳେ ସେ ପ୍ରସ୍ତୁତ ରହିଛନ୍ତି। ଆଗକୁ ଆଗକୁ ବହୁତ ଆଗକୁ ଆଜ୍ଞା ବଢ଼ିବା ପରେ ସବୁବେଳେ ମୁଁ ଇଏ କରୁଛି ଭଦ୍ରକବାସୀଙ୍କର ଆଶୀର୍ବାଦ ମୋ ଉପରେ ଅଛି ସେମାନେ ସବୁବେଳେ ମୋ ପ୍ରତି ସବୁବେଳେ ସ୍ନେହ ମମତା ଅଛି ଭଦ୍ରକବାସୀର ଯେଉଁମାନେ ଅଛନ୍ତି ମୋର ଚିକୁନ ନା ଚନ୍ଦନ ନା ସମସ୍ତେ ମୋର ଯେତିକି ବଡ଼ ଭାଇମାନେ ସମସ୍ତେ ମୋ ଉପରେ ଆଶୀର୍ବାଦ ରଖିଛନ୍ତି ସେମାନେ ବି ଚାହୁଁଛନ୍ତି ଆଗକୁ ଆଗକୁ ବଢ଼ ସମସ୍ତଙ୍କର ସୌର୍ଣ୍ଣ ସୌନତି ମୋ ପାଖରେ ରହିଛି। सागर कन्या गणनाट्य से शेषर 1991 से अभिशाप नाटक भंगा कोठारे झील दिखी मु आज गोटे कलार अंचल आसी खाली गोटे कथा कही दुर्गा मंदिर शुभ मुहूर्त आपण आगे अनुष्ठित हो सारे वर्ष सुरेश पंडा जी को आम कोई एकाठी हवा ये कल्पना कर जगन्नाथ प्रार्थना करी मो कथा रखुଛି ଆମେ ଆରମ୍ଭ କରିବୁ ନାଟକଟିର ନାମକରଣ ସେ ମଧ୍ୟ ଏକ ପ୍ରଶ୍ନବାଚୀରେ ଅଛି ଯାହା ପ୍ରଥମରୁ ଆସି ଏ अश्विनी पाढ़ी महोदय को से वक्तव्य रखिए। समस्त नमस्कार मो ना हूँ रंजिता पाणिग्राही आपण मैंने मते माया ममता सीरियल ले माने माने टेलीविजन ले देखी थे तो परदा रे देखी थे परदा बाहर भी देखी आपण मैंने तो यहाँ हूँ दुर्गा मंदिर हूँ मो परिवार कारण मु भी भद्रक झील तो मुझे मुख्य नायिका हिसाब से अभिनय करुँची मुझे कहबी मो परिवार भार माने परिवार दायित्व आम उपरे अच्छी मु चेष्टा करी मो सहित मो सह कलाकार मो परिवार को आगे नहीं कि शेष पर्यंत नापी कहीं गोटे कलाकार चाहिए गोटे परिवार बंचा परिवार चाहिए ये 150 परिवार बंचा तो जदि आमे निज भितर मो परिवार कहीकि आगे नबा तो सेठी कोठी भी उत्थान पतन हबने कि कोठी भी माने झुटिबार चांसेस ना मुझे कहबी आमे अभिनय माध्यम आपण मानकु निश्चय आपण मानक हृदय रे आमे बसिबु आ समस्त को मुहरे गोटे कथा कहबो कि अभिनय होची दुर्गा मंदिर रे मु एतिकी चेष्टा करिवि जेमिति आपण मानकु टीवी माध्यम रे बांधिकी रखिछि सेमिति भी यात्रा दुनिया रे आपण मानकु बांधिकी निश्चय रखिबि यही मोर प्रतिश्रुति।
ସତ କହିବାକୁ ଗଲେ ବର୍ତ୍ତମାନ ହେଉଛି କିଛି ଜଣା ନାହିଁ କ'ଣ କ'ଣ ହେଇଛି। ଏବେ ତ ଭାଇରାଲ ଅଛି ଜାରଜ ପରଶୁରାମ ମାନେ କାହାଣୀ ଶୁଣିଲେ କାନ୍ଦ ଲାଗୁଛି ଏମିତି ସମଥିଙ୍ଗ ଅଛି। ବଟ୍ ମୁଁ ଜାଣିନି, କାରଣ ଆମର ଆଜି ଆଖଡ଼ା ପୂଜା ଅଛି। ମୁଁ ଜାଣିନି ମୁଁ ସେଥିରେ କେତୋଟି ନାଟକ କରୁଛି, କ'ଣ କରୁଛି, ବହି ପୂଜା ଏଗୁଡ଼ା ସବୁ ମୁଁ କିଛି ବି ଜାଣିନି। ଯେତେବେଳେ ଜାଣିବି ଆପଣମାନଙ୍କୁ ଡେଫିନେଟଲି ସେୟାର କରିବି। ସତ କହିବାକୁ ଗଲେ ମୁଁ ବହୁତ ହି ଏକ୍ସାଇଟେଡ୍ ଅଛି, ବହୁତ ହି ଖୁସି ଅଛି। କାହିଁକି ନା ଗୋଟେ କଳାକାର ସମସ୍ତଙ୍କର ଭୁଲ ଧାରଣା ଥାଏ କି ଟିଭିରେ କ'ଣ ପଇସା ମିଳୁନି ଯାତ୍ରାକୁ ଆସନ୍ତି, ଏଗୁଡ଼ାକ ଭୁଲ କଥା। ଅଭିନୟ ମାନେ ଗୋଟେ କଳାକାର ସବୁ ଦୁନିଆରେ ବି ଆକ୍ଟିଂ କରିପାରିବ, ସେ ଟିଭିରେ ହଉ ବା ଯାତ୍ରାରେ ହଉ। ବାସ୍ ଏଇଆ ତ ଅଭିନୟଟା ଲୋକମାନଙ୍କ ପାଖରେ ପହଞ୍ଚିବା ଦରକାର, ସେଇଟା ହେଉଛି ମୁଖ୍ୟ ଲକ୍ଷ୍ୟ। ପଇସା ଆଜ୍ଞା କାହାର ଦରକାର ନାହିଁ, ସମସ୍ତଙ୍କର ପଇସା ଦରକାର। ତ ପଇସା ପାଇଁ ତା ମାନେ ଆମ କଳାକୁ ବିକ୍ରି କରୁଛେ ସେଇଟା ଭାବିବା ଭୁଲ। କଳାକାର ମୂଲ୍ୟ କେହି ଦେଇପାରିବେନି, ସେଇଟା ଆପଣମାନେ ଭଲ ଭାବରେ ଜାଣିଛନ୍ତି। ବାକି ରହିଲା ମୁଁ ଏଥିପାଇଁ ଉତ୍ସାହିତ ଅଛି କାହିଁକି ନା ମୁଁ ଯେଉଁ ଭଲ ପାଇବାଟା ମୁଁ ପଛରେ ସାଉଁଟୁଥିଲି, ଏବେ ମୁଁ ଲାଇଭ୍ ସାଉଁଟିବି, ସେଇଠି ସେ ଯେଉଁ ଆଶୀର୍ବାଦଟା ସାଉଁଟିବି, ସେଥିପାଇଁ ମୁଁ ବହୁତ ଖୁସି ଅଛି। ପରିଚୟଟା ଦେଇଦେବେ। ମୁଁ ମନୋଜ ପଣ୍ଡା, ନାଟ୍ୟକାର ମନୋଜ ପଣ୍ଡା କହିଲେ ଆପଣମାନେ ସମସ୍ତେ ମୋତେ ଜାଣିଛନ୍ତି। କ'ଣ କହିବେ ଆଜି ଯାତ୍ରା ଦୁର୍ଗା ମନ୍ଦିର ପୁନର୍ଜନ୍ମ ପାଇଛି ଦୀପୁ ବାବୁଙ୍କ ପ୍ରଯୋଜନାରେ। ଭଦ୍ରକ ମାଟିରେ ଗୋଟେ ନୂଆ ଯାତ୍ରା ଆରମ୍ଭ ହେଇଛି, ଆଜି ଆଖଡ଼ାର ଶୁଭାରମ୍ଭ ହେଇଛି। ଆପଣ ଆଖିକି ଆସିଛନ୍ତି, କ'ଣ କହିବେ ଯାତ୍ରା କ'ଣ ଦେଖୁଛନ୍ତି ଆପଣ? ବହୁତ ଭଲ କଥା, କାରଣ ଭଦ୍ରକ ମାଟି ହେଉଛି କଳାର ମାଟି। ଏଠି ନାଟ୍ୟକାର ଜଗନ୍ନାଥ ପାଣିଗ୍ରାହୀ, ରଘୁନାଥ ପଣ୍ଡା, ଶ୍ୟାମ ମହାପାତ୍ର ବହୁତ ବଡ଼ ବଡ଼ ଲୋକଙ୍କୁ ଏ ମାଟି ଜନ୍ମ ଦେଇଛି। ଏଠି ମା ଭଦ୍ରା କାଳୀ ଅଛନ୍ତି, ପ୍ରଭୁ ଆଖଣ୍ଡଳମଣି ଅଛନ୍ତି। ତେଣୁ ଏ ମାଟିର ଗର୍ବ ଗୌରବକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ଦୀପୁ ବାବୁଙ୍କର ଏ ପଦକ୍ଷେପ ସ୍ୱାଗତ ଯୋଗ୍ୟ। ଆଶା କରିବି ଏ ଅନୁଷ୍ଠାନ ଓଡ଼ିଶାରେ ନିଶ୍ଚିନ୍ତ ନାଁ କରିବ, ଭଲ କରିବ। ଆପଣ ନାଟକର ନାଟକାର ଅଛନ୍ତି, କେଉଁ ନାଟକକାର ଅଛନ୍ତି? ସେମାନେ ମୋତେ କଣ୍ଟାକ୍ଟ କରିଛନ୍ତି, ତାଙ୍କୁ ଭଲ ଲାଗିଛି ମୋ ଟାଇଟେଲଟା, କାହାଣୀ ଶୁଣିଲେ କାନ୍ଦ ଲାଗୁଛି। କେମିତି ରହିବ, କେତେ ବଳିଷ୍ଠ ଅଛି ଏ ନାଟକର? ଆଜି ଯାକେ ମୋ ନାଟକ କିଛି ଫେଲ୍ ହେଇନି। ଆଉ ଆପଣମାନେ ହୁଏତ ଜାଣିଥିବେ, ଫୁଲ ଆଣିଥିଲି ଫୁଲବାଣୀରୁ, ସିନ୍ଦୁର ହଜିଲା ଟିକିଲି ପାଇଁ, ମୋ ବୋହୂ ପଢ଼ିବ ଲକ୍ଷ୍ମୀ ପୁରାଣ, ଏମିତି ଅନେକ ସୁପର ହିଟ୍ ମୁଁ 100ରୁ 120 ଖଣ୍ଡରୁ ଉର୍ଦ୍ଧ୍ୱ ନାଟକ ଲେଖି ସାରିଛି। ଏବଂ ଆଜି ପର୍ଯ୍ୟନ୍ତ ମୋ ନାଟକ ଫେଲ୍ ନାହିଁ। ତେଣୁ ଏ ନାଟକ ନିଶ୍ଚିନ୍ତ ହିଟ୍ କରିବ।